ଆଜି ସିଦ୍ଧେଶ୍ୱରୀ ଧର୍ମ ସଂସଦ ଏବଂ ଦିବ୍ୟଦର୍ଶନ ପକ୍ଷରୁ ବ୍ୟବହାରିକ ଦୃଷ୍ଟିକୋଣରେ ଧର୍ମ ଉପରେ ଆଲୋଚନା ହେବା ପାଇଁ ଯାଉଅଛି। ତାହେଲେ ଆମର ଭାଗବତରେ ଲେଖା ହେଇଛି, କରି କରାଉ ଠାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ତାହେଲେ ମନୁଷ୍ୟ କିଛି କରୁନାହିଁ, ସମସ୍ତ କର୍ମ ବ୍ରହ୍ମଙ୍କ ଦ୍ୱାରା ପ୍ରତିପାଳିତ ହେଉଅଛି। ଆମର ଯୌଗିକ ମତରେ ବ୍ରହ୍ମ ଆମର ଅଙ୍ଗୁଳି ମଧ୍ୟରେ ଅଛନ୍ତି। ବୃଦ୍ଧ ଅଙ୍ଗୁଳି ବ୍ରହ୍ମ ହୋଇଥିବା ବେଳେ ତା ପାଖ ଅଙ୍ଗୁଳି ଜୀବ ଅଟେ। ବୃଦ୍ଧ ଅଙ୍ଗୁଳି ଅଗ୍ରଭାଗ ଏବଂ ତା ପାଖ ଅଙ୍ଗୁଳିର ଅଗ୍ରଭାଗ ସହ ମିଳିତ କଲେ ତାହା ହେଉଛି ବ୍ରହ୍ମଜୀବ ମିଳନ। ଏହାକୁ ଜ୍ଞାନ ମୁଦ୍ରା କହନ୍ତି। ଧର୍ମ କହିଲେ ଆମେ ସାଧାରଣତଃ ନିୟମକୁ ବୁଝିଥାଉ। ସଦ୍ଗୁରୁ ଅର୍ଜୁନ କହନ୍ତି, ଧର୍ମ ଏଡ଼େ ବ୍ୟାପକ ଶବ୍ଦ, ଧର୍ମ ସମ୍ବନ୍ଧରେ କହିବାକୁ ଭୟ ଲାଗୁଛି। ତାହେଲେ ଧର୍ମ କାହାକୁ କୁହାଯାଏ? ଧାରୟତେ ଇତି ଧର୍ମ। ଯାହା ଧାରଣ କରାଯାଏ ତାହା ଧର୍ମ ଅଟେ। କ'ଣ ଧାରଣ କରିବା? ନିୟମ ଧାରଣ କରିବା। ମନ୍ଦିର ନିର୍ମାଣ, ହସ୍ପିଟାଲ ନିର୍ମାଣ, ଦାନ, ଧର୍ମ, ପୂଜା ପାର୍ବଣ ଆଦି ଧର୍ମର ଅନ୍ତର୍ଭୁକ୍ତ ନୁହେଁ। ଏ ସମସ୍ତ ଧର୍ମର ପାରିପାର୍ଶ୍ୱିକ ଅବସ୍ଥା, ଧର୍ମ ଉପାର୍ଜନର ଏକ ବ୍ୟବସ୍ଥା। ଧର୍ମ ପାଳନ ମାଧ୍ୟମରେ ଆମର ଆତ୍ମୋନ୍ନତି ହେବା ସାଙ୍ଗକୁ ଆମର ଜୀବନକୁ ସରସ ସୁନ୍ଦର କରିଥାଏ। ଧର୍ମ ପ୍ରକୃତରେ ଧର୍ମ ସମ୍ବନ୍ଧରେ ବ୍ୟାଖ୍ୟା କରିବା ବହୁତ କଷ୍ଟକର ଅଟେ। ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ଧର୍ମକୁ ରଖାଯାଇ ପାରିବ ନାହିଁ। ସଦ୍ଗୁରୁ ଅର୍ଜୁନ କହନ୍ତି, ଧର୍ମ ଯେଉଁଠି ଶାନ୍ତି ସେଇଠି। ମନୁଷ୍ୟ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ଅଜ୍ଞାନୀ ବ୍ୟକ୍ତି ଧର୍ମକୁ ଭଲ ଭାବରେ ପାଳନ କରିପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଦିବ୍ୟଦର୍ଶନ କହେ, ଧର୍ମ କ'ଣ ନ ଜାଣି ଯଦି ପାଳନ କରାଯାଏ ତେବେ ଆମେ ଧର୍ମ ନାମରେ ଅଧର୍ମ କରି ଚାଲିଛୁ। ମୁନି ଋଷିମାନେ ଧର୍ମ ବିଷୟ ଜାଣି ପାଳନ କରୁଥିବାରୁ ସୁଖ ଶାନ୍ତିରେ ଜୀବନଯାପନ କରୁଥିଲେ। ଏଠାରେ ପ୍ରଶ୍ନ ଉଠେ, ଧର୍ମ କାହାକୁ କହନ୍ତି? ଶାରୀରିକ ଧର୍ମ ଆମର ଭାଗବତ କହିଛି, ଅଦ୍ୟମ ଶରୀରମ ଖଳୁ ଧର୍ମ ସାଧନ। ଶରୀର ରକ୍ଷା ହେଉଛି ମଣିଷର ପ୍ରଥମ ଧର୍ମ। ଦ୍ୱିତୀୟ ଧର୍ମ ହେଲା ମଣିଷ ବଞ୍ଚିବା ପାଇଁ କର୍ତ୍ତବ୍ୟ କର୍ମ କରିବ ଏବଂ ସମାଜରେ ତିଷ୍ଠି ରହିବା ପାଇଁ, ସମସ୍ତଙ୍କର ଖାପ ଖୁଆଇବା ପାଇଁ ଯେଉଁ ନିୟମ କାନୁନ ଅଛି ତାହା ହେଉଛି ସାମାଜିକ ଧର୍ମ ବା ଦ୍ୱିତୀୟ ଧର୍ମ। ତୃତୀୟ ଧର୍ମ ହେଲା ନିଜକୁ ନିଜେ ଜାଣିବା ବା ସ୍ୱରୂପ ପ୍ରାପ୍ତି। ଏ ତିନୋଟି ସମ୍ମିଶ୍ରଣ ହେଲା ଆମର ସନାତନ ଧର୍ମ। ପୁଣି ଧର୍ମ ସମ୍ବନ୍ଧରେ କୁହାହେଉଛି ଯେ ସତ୍ୟକୁ ଜାଣିବାର ନାମ ହେଉଛି, ସତ୍ୟକୁ ଜାଣିବା ହେଉଛି ଜ୍ଞାନ ଏବଂ ପାଳନ କରିବା ହେଉଛି ଧର୍ମ। ତାହେଲେ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟକୁ ଜାଣି ପ୍ରତ୍ୟେକ କ୍ଷେତ୍ରରେ ଯିଏ ପାଳନ କରେ, ସତ୍ୟନିଷ୍ଠ ହୁଏ, ସେ ପ୍ରକୃତ ଧର୍ମ ପାଳନ କରୁଛି ବୋଲି ଧରାଯିବ। ସତ୍ୟରୁ ସମସ୍ତ ଦୈବୀ ଗୁଣ ସୃଷ୍ଟି ହୋଇছে। ତାହେଲେ ଭଲ ଗୁଣକୁ ଆମେ ଯଦି ଗ୍ରହଣ କରିବା ତେବେ ଆମେ ନିଶ୍ଚିତ ଭାବେ ଭଲ ହେବା ଏବଂ ସୁଖ ଶାନ୍ତିରେ ରହିବା। ତା ସାଙ୍ଗକୁ ଆମେ ସ୍ୱରୂପପ୍ରାପ୍ତି ମଧ୍ୟ କରିପାରିବା। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଛେ। ଆମର ସମ୍ପାଦକଙ୍କୁ କିଛି ସଂକ୍ଷିପ୍ତ ଆକାରରେ କହିବା ପାଇଁ ଅନୁରୋଧ କରେ। ओम चैतन्यं शाश्वतं शान्तं ध्यानतीतनिरञ्जनं बिन्दुनादकलातीतं तस्मै श्रीगुरवे नमः। ब्रह्मा विष्णु गुरुदेव महेश्वर साक्षात् परं ब्रह्म तस्मै श्रीगुरवे नमः। आज दिव्यदर्शन सत्संग समर्पित शाखा तरफ आमर प्रथम सत्संग महिला सत्संग समारोह এই উৎসবে আজি গুরুদেব প্রার্থনা করছি বিশ্ব সৃষ্টি সমস্তে শান্তি সন্তোষ এবং আনন্দ জীবনযাপন করতে ঈশ্বরের শান্তি